ପିଲାମାନେ ରାତି ପାହିଲେ ତମମାନଙ୍କର ହେଉଛି ସାଇନ୍ସ ପରୀକ୍ଷା ଏବଂ ଗୋଟେ ଦିନ ତମମାନଙ୍କ ପାଇଁ ସମୟ ରହିଲା। ତମମାନଙ୍କ ପାଖରେ ପିଲାମାନେ ଗୋଟେ ଦିନ ସମୟ ରହିଲା। ସେଇ ଗୋଟେ ଦିନ ଭିତରେ ଆମକୁ କ'ଣ କରିବାର ଅଛି? ପିଲାମାନେ ଆମକୁ ଟୋଟାଲ ପ୍ରିପାରେସନକୁ କମ୍ପ୍ଲିଟ୍ କରିବାର ଅଛି, ଯାହାଫଳରେ ଆମକୁ ପିଲାମାନେ ଆଟଲିଷ୍ଟ ସାଇନ୍ସରେ 85+ 90 ରଖିବାକୁ ହିଁ ପଡ଼ିବ। ତ କେଉଁ ଷ୍ଟ୍ରାଟେଜିରେ ଆମେ ପିଲାମାନେ ପାଠ ପଢ଼ିବା, କେଉଁ ଷ୍ଟ୍ରାଟେଜିରେ ପାଠ ପଢ଼ିବା, ଆଜି ଗୋଟେ ଦିନକୁ ଆମେ କିପରି ୟୁଟିଲାଇଜ୍ କରିବା, ଯାହାଫଳରେ ଆମର ପିଲାମାନେ ସାଇନ୍ସର ଆମର ଯେତିକି ପ୍ଲାନ୍ ଅଛି, ଯେତିକି ଆଶା ରଖିଛେ, ତାକୁ ଆମେ କ'ଣ କରିବା? ଫୁଲଫିଲ୍ କରିପାରିବା। ତ ବହୁତ ଜବରଦସ୍ତ ସେକ୍ସନଟି ରହିବ ପିଲାମାନେ। ଖାଲି 5-10 ମିନିଟ୍ ପିଲାମାନେ ଖାଲି ଭିଡ଼ିଓଟିକୁ ଦେଖ। ତମମାନଙ୍କର ପଢ଼ାକୁ ପିଲାମାନେ ଆମେ କିପରି କ'ଣ କରିବା? ସଠିକ୍ ଭାବେ କ'ଣ କରିବା? ସବୁଯାକ ଆମେ ପଢ଼ିପାରିବା, ସବୁଯାକ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍ କିପରି ଭାବେ ଦେଖିପାରିବା, ତମମାନଙ୍କ ପାଇଁ ଭିଡ଼ିଓ ପିଲାମାନେ ସ୍ପେସିଫିକ୍ ରହିବ। ପ୍ରଥମ ସେସନ୍ ଦେଖ, ଚ୍ୟାନେଲ ଯଦି ସବସ୍କ୍ରାଇବ୍ କରିନ ସବସ୍କ୍ରାଇବ୍ କରି ରଖ, ଭିଡ଼ିଓ ଗୋଟେ ଲାଇକ୍ କର ଏବଂ ତମମାନଙ୍କୁ ପିଲାମାନେ ମୁଁ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍ସ ମଧ୍ୟ ମୁଁ ସବୁ ଦେଇସାରିଛି, ସବୁଯାକ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍ସ ଦେଇସାରିଛି। ତେଣୁ ଏଇ ପର୍ଟିକୁଲାର ଏଇ ଭିଡ଼ିଓରେ ମୁଁ ତମକୁ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍ସ କିଛି ଦେବିନି। ଯଦି କେଉଁ ପିଲା ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍ସ ଏପର୍ଯ୍ୟନ୍ତ ପାଇନ, ତାହେଲେ ଡେସ୍କ୍ରିପ୍ସନରେ ପିଲା ଲିଙ୍କ୍ ଅଛି, ଆରାମସେ ଯାଅ, ଫିଜିକାଲ ସାଇନ୍ସ ଲାଇଫ ସାଇନ୍ସର ଦୁଇଟା ଯାକ PDF ଡାଉନଲୋଡ୍ କର। ସବୁଯାକ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍ସ ତମର କ'ଣ ପିଲାମାନେ ସେଥିରେ ମିଳିଯିବ। ସବୁଯାକ କ୍ୱେଶ୍ଚିନ୍ କ'ଣ ତମକୁ ସେଥିରେ ମିଳିଯିବ। ପିଲାମାନେ ଡାଉନଲୋଡ୍ କର, ଆରାମସେ ପଢ଼ ପିଲାମାନେ, ହେଲା। ଖାଲି ତମକୁ ଗୋଟେ ଷ୍ଟ୍ରାଟେଜି କହି ରଖୁଛି ପିଲାମାନେ, ପରୀକ୍ଷା ହେଲେ ଆମେ କ'ଣ ମାନିବା, କ'ଣ ମାନିଲେ ଆମକୁ ସବୁଯାକ କ୍ୱେଶ୍ଚିନ୍ ପିଲାମାନେ ଆମେ କ'ଣ କରିବା? ଆଟେଣ୍ଡ କରିପାରିବା। ସବୁଯାକ କ୍ୱେଶ୍ଚିନ୍ କ'ଣ କରିବା? ପିଲାମାନେ ଆମେ ଆଟେଣ୍ଡ କରିପାରିବା। ତମକୁ ଯଦି ମୁଁ ପିଲାମାନେ କହିବି ଆଜିର ଗୋଟେ ଦିନରେ ଆଜି କ'ଣ ସମ୍ଭବ? ଗୋଟେ ଦିନରେ ଯେଉଁ ପିଲା ପାଠ ଏପର୍ଯ୍ୟନ୍ତ କିଛି ପଢ଼ିନ, ତାହେଲେ ତମମାନଙ୍କ ପାଇଁ କେଉଁ ଷ୍ଟ୍ରାଟେଜିରେ ଆମେ ପାଠ ପଢ଼ିବା? କ'ଣ ସମ୍ଭବ ହୋଇପାରିବ? 90 ରଖିବା ସମ୍ଭବ ହୋଇପାରିବ? ୟେସ୍, ନିଶ୍ଚିତ ଭାବେ କ'ଣ ହେଇଯିବ? ତମର ସମ୍ଭବ ହୋଇପାରିବ। କିନ୍ତୁ କ'ଣ କରିବାକୁ ତମକୁ ପଡ଼ିବ? ଗୋଟେ ଷ୍ଟେପ୍ ଫଲୋ କରିବାକୁ ପଡ଼ିବ। କ'ଣ କରିବାକୁ ପଡ଼ିବ ପିଲାମାନେ? ଗୋଟେ ଷ୍ଟେପ୍ ଫଲୋ କରିବାକୁ ପଡ଼ିବ। ତ ତମମାନଙ୍କ ପାଇଁ ଷ୍ଟ୍ରାଟେଜି ପିଲାମାନେ କ'ଣ ରହିବ? କେଉଁ ଷ୍ଟ୍ରାଟେଜି ଆମେ କ'ଣ କରିବା? ଫଲୋ କରିବା। ନା ପ୍ରଥମ କଥା ହେଲା ପିଲାମାନେ ପରୀକ୍ଷା ଦର୍ପଣ। କ'ଣ ରହିଲା? ପରୀକ୍ଷା ଦର୍ପଣ। ପରୀକ୍ଷା ଦର୍ପଣର ମଡେଲ ପେପର ପିଲାମାନେ 1 ରୁ 5 ଭିତରେ, ମଡେଲ ପେପର 1 ରୁ 5 ଭିତରେ ମତେ ଖାଲି ଗୋଟେ ଜିନିଷ କହିବ, ଯେତକ ଲଙ୍ଗ କ୍ୱେଶ୍ଚିନ୍ ଅଛି, ଯେତକ ସର୍ଟ ନୋଟ୍ ଅଛି, ଯେତକ MCQ ଟାଇପ୍ର କ୍ୱେଶ୍ଚିନ୍ ଅଛି, ସବୁଯାକ ପଢ଼ି ସାରିଲଣି କି? ପଢ଼ିନ ନା? ପଢ଼ିନ ନା ପିଲାମାନେ? ଯଦି ନ ପଢ଼ିଛ, ଏକୁ ବସିକି କମ୍ପ୍ଲିଟ୍ କର। ଉଭୟ କ'ଣ ପିଲାମାନେ? ସବଜେକ୍ଟିଭ ଆଉ ପିଲାମାନେ କ'ଣ? ଅବଜେକ୍ଟିଭ। କୋଉଟାର? ପରୀକ୍ଷା ଦର୍ପଣର ସବଜେକ୍ଟିଭ ଏବଂ ଅବଜେକ୍ଟିଭ ମଡେଲ ପେପର 1 ରୁ 5 ତାକୁ ବସିକି ପ୍ରଥମେ କ'ଣ କର? ଶେଷ କର। କେତେ ଘଣ୍ଟା ଲାଗିବ ପିଲାମାନେ? 5 ଘଣ୍ଟା ଲାଗିବ, ପାଖାପାଖି 5 ଘଣ୍ଟା ଲାଗିବ। ଲାଗିଯାଉ 5 ଘଣ୍ଟା, ଲାଗିଯାଉ 5 ଘଣ୍ଟା, କିନ୍ତୁ କ'ଣ କର? ପିଲାମାନେ ବସିକି ତାକୁ ଶେଷ କର। କାହିଁକି ତମମାନଙ୍କୁ ମୁଁ କହୁଛି? ଓଡ଼ିଆରେ ତମର 11ଟା କ୍ୱେଶ୍ଚିନ୍, ଓଡ଼ିଆରେ 11ଟା କ୍ୱେଶ୍ଚିନ୍, ଇଂଲିଶରେ 13ଟା କ୍ୱେଶ୍ଚିନ୍ ତମର ପରୀକ୍ଷା ଦର୍ପଣ ଆସିଲା। କୋଉମାନେ ଯାଇକି ଚେକ୍ କଲଇଁ? ପିଲାମାନେ ଯାଇକି ଚେକ୍ କଲଇଁ? ଚେକ୍ କରିନ ନା? ଆଉ ସାଂସ୍କ୍ରିଟ କଥା ମୁଁ ଚେକ୍ କରିନି, ତମକୁ ମୁଁ କହିପାରିବିନି ସାଂସ୍କ୍ରିଟ ହିନ୍ଦୀ ମୁଁ ଚେକ୍ କରିନି ବର୍ତ୍ତମାନ। କିନ୍ତୁ ଓଡ଼ିଆରେ 11ଟା କ୍ୱେଶ୍ଚିନ୍, ଇଂଲିଶରେ 13ଟା କ୍ୱେଶ୍ଚିନ୍। ତା ସହିତ ତମେ ଯଦି କ'ଣ କରୁଛ ପିଲାମାନେ? ତମମାନଙ୍କର ପ୍ରିଭିୟସର କ୍ୱେଶ୍ଚିନ୍ ପିଲାମାନେ, ପ୍ରିଭିୟସର କ୍ୱେଶ୍ଚିନ୍ ଯଦି କ'ଣ କରୁଛ ପିଲାମାନେ? 2024 ମସିହାର କ୍ୱେଶ୍ଚିନ୍, 2023, 2022, 2021, 2019, 2018 ଏତିକି ମସିହାର କ୍ୱେଶ୍ଚିନ୍ ଯଦି ତମେ ଦେଖି ରହୁଛ MCQ ପାଇଁ, ତାହେଲେ ତମମାନଙ୍କର ପିଲାମାନେ ମୁଁ ଭାବୁଛି ତମମାନଙ୍କର 50ରୁ ପିଲାମାନେ 50ରୁ ପିଲାମାନେ ଆଟଲିଷ୍ଟ ତମମାନଙ୍କର 30+ ରହିଯିବ। ଆଟଲିଷ୍ଟ କେତେ ରହିଯିବ ପିଲାମାନେ? 30+ ରହିଯିବ। କୋଉଥିରେ? MCQ ପାଇଁ ମୁଁ କହୁଛି, ପର୍ଟିକୁଲାର MCQ ପାଇଁ ତମର କ'ଣ ହେଇଯିବ ପିଲାମାନେ? 50ରୁ 30+ ରହିଯିବ। ଆରାମସେ ରହିଯିବ ପିଲାମାନେ। ତମେ କ'ଣ କରିବ? କାଲି ଏତିକି କ୍ୱେଶ୍ଚିନ୍ସ ପଢ଼ିକି ଯିବ। ଏଇ କେତେଟା ମସିହା କ୍ୱେଶ୍ଚିନ୍ ହେଉଛି? 1 2 3 4 5 6 ହେଲେ ପିଲାମାନେ କେତେ କ୍ୱେଶ୍ଚିନ୍ ଆସୁଛି ତମର ଘରେ? କେତେ କ୍ୱେଶ୍ଚିନ୍ ଅଛି ପିଲାମାନେ? ଏଠି ତମର 300ଟା କ୍ୱେଶ୍ଚିନ୍ ଆସୁଛି, ଏଠି ମଡେଲ ପେପର କେତେ କ୍ୱେଶ୍ଚିନ୍ ଆସୁଛି ପିଲାମାନେ? 250 କ୍ୱେଶ୍ଚିନ୍ ଆସୁଛି। 550+ କି 600 କ୍ୱେଶ୍ଚିନ୍ ତମେ ଯଦି ପଢ଼ିକି ଯାଉଛ, ତମମାନଙ୍କ ପିଲାମାନେ ଡାଇରେକ୍ଟ କ'ଣ ହେଇଯିବ ପିଲାମାନେ? 30 ମାର୍କ କ'ଣ ହେଇଯିବ? ତମମାନଙ୍କ ବାଜିଯିବ। 30 ମାର୍କ କ'ଣ ହେଇଯିବ? ତମମାନଙ୍କ ବାଜିଯିବ। ପ୍ରଥମ ଷ୍ଟ୍ରାଟେଜି। ସେକେଣ୍ଡ ହେଲା ପିଲାମାନେ କ'ଣ? ଆଟଲିଷ୍ଟ ତମେ କ'ଣ 2024, 2023 ନୁହଁ, 2022, 2024, 2022 ଏବଂ 2000 ପିଲାମାନେ 20 ହେଲା। 2020 ତମର ଯୋଉ SA1 SA2 ପରୀକ୍ଷା ହେଇଥିଲା, ତାର ପିଲାମାନେ କ'ଣ କର? ତାର ଲଙ୍ଗ କ୍ୱେଶ୍ଚିନ୍ ଏବଂ ତା ସହିତ ତମମାନଙ୍କ ପରୀକ୍ଷା ଦର୍ପଣରେ ଥିବା ଯେତକ ମଡେଲ ପେପରର ସବୁଯାକ କ'ଣ? ସବଜେକ୍ଟିଭ କ୍ୱେଶ୍ଚିନ୍, ମାନେ ଯେତକ ଲଙ୍ଗ କ୍ୱେଶ୍ଚିନ୍ ଅଛି ଏବଂ ତମଙ୍କର 3 ମାର୍କ 2 ମାର୍କ କ୍ୱେଶ୍ଚିନ୍ ଅଛି, ତାକୁ ବି ଯଦି ତମେ କ'ଣ କରୁଛ? ଦେଖି ଯାଉଛ ନା, ତାହେଲେ ତମର କ'ଣ ହେଇଯିବ ପିଲାମାନେ? ଆରାମସେ କ'ଣ ହେଇଯିବ? 30 ବାଜିଯିବ। କେତେ ହେଇଯିବ? 30+ ରହିଯିବ। 30+ ରହିଯିବ। ହେଇଗଲା 60। MCQ ଆଉ 10ଟା କ୍ୱେଶ୍ଚିନ୍ ପିଲାମାନେ ମନକୁ କରିପାରିବ ନା କରିପାରିବନି? କରିପାରିବ। ସେମିତି ତମର ଲଙ୍ଗ କ୍ୱେଶ୍ଚିନ୍ ସେକ୍ସନରେ ସବୁ ଜାଗା ଯଦି ପେଜ ଫିଲ୍ଅପ୍ କରି ଆସିଛ, ଆଉ 10 ମାର୍କ ପାଇବ ନା ପାଇବନି? ପାଇଯିବ। ତାହେଲେ ଆଉ ୟାଠୁ ବଡ଼ କଥା ଆମର କ'ଣ ଅଛି କୁହ? ଆଉ ୟାଠୁ ବଡ଼ କଥା କ'ଣ ଅଛି ପିଲାମାନେ କୁହ? ଏଇ ଷ୍ଟେପ୍ ଫଲୋ କର। ସ୍ମାର୍ଟ ଷ୍ଟଡିରେ ପାଠ ପଢ଼। ଗୋଟେ ଦିନ ଯଦି ପଢ଼ିବାକୁ ଚାହୁଁଛ ନା, ତାହେଲେ କ'ଣ କର? ନିଜର ଆଇଡ଼ିଆ
ଖର୍ଚ୍ଚ କର ପିଲାମାନେ। ଗୋଟେ ନିଜର କଣ କର ଆଇଡିଆ ଖର୍ଚ୍ଚ କର ଯେ ଆମେ କେମିତି ଗୋଟେ ଦିନରେ କଣ କରିପାରିବା ସବୁ ଯାକ ହୋଲ୍ ସିଲାବସକୁ କମ୍ପ୍ଲିଟ୍ କରିପାରିବା। ପିଲା ବର୍ଷ ଯାକ ପାଠ ପଢି ପଢି ଯେତିକି ଆମେ ଗୋଟେ ଦିନରେ ପାଠ ପଢିକି ତ ସେତିକି ମାର୍କ ରଖିପାରିବାନି, ରଖିପାରିବାନି ପସିବୁଲ ଜମା ନୁହଁ। କିନ୍ତୁ ତାଠୁ ଭଲ ୱେରେ ଆମେ ଯଦି ପାଠ ପଢିବା ମାଇଣ୍ଡଫୁଲି ଯଦି ଗୋଟେ ଦିନରେ କଣ କରିବା ଟାଇମ୍ ଦବା ତାହେଲେ ଆମେ କଣ କରିପାରିବା ଆରାମସେ ପିଲାମାନେ ଆମର 70 ମାର୍କ ଆରାମସେ ରଖିପାରିବା। 70 ମାର୍କ ଆରାମସେ ରଖିଦବା। ବୁଝିପାରୁଛ ନା ବୁଝିପାରୁନ? ତା ସହିତ ପିଲାମାନେ କଣ କରିବ? ତା ସହିତ କଣ କରିବ? ତମମାନଙ୍କ ଫିଜିକାଲ ସାଇନ୍ସର ପର୍ଟିକୁଲାର ମୁଁ ଫିଜିକାଲ ସାଇନ୍ସ କଥା କହୁଛି। ତମଙ୍କର ଯଦି ସର୍ଟ ନୋଟ୍ ପଡୁ ପିଲାମାନେ, ସର୍ଟ ନୋଟ୍ ପଡୁ ତମମାନଙ୍କର ସର୍ଟ ନୋଟରେ କଣ ପଡୁଛି ତମମାନଙ୍କର 2 ମାର୍କ କ୍ୱେଶ୍ଚିନ୍ ପଡୁ କିମ୍ବା 3 ମାର୍କ କ୍ୱେଶ୍ଚିନ୍ ପଡୁ କିମ୍ବା 3 ମାର୍କ କ୍ୱେଶ୍ଚିନ୍ ପଡୁ କିମ୍ବା ଲଙ୍ଗ କ୍ୱେଶ୍ଚିନ୍ ତମର କଣ ପଡୁ ପିଲାମାନେ 4 ମାର୍କ କ୍ୱେଶ୍ଚିନ୍ ପଡୁ। ଯଦି ତମମାନଙ୍କର ପିଲାମାନେ କିଛି ପ୍ରୋବ୍ଲେମ ଆସିଗଲା, କଣ ଆସିଗଲା? ପ୍ରୋବ୍ଲେମ ଆସିଗଲା ବା ତମମାନଙ୍କର ମ୍ୟାଥମେଟିକାଲ କ୍ୱେଶ୍ଚିନ୍ ଆସିଗଲା, କଣ ଆସିଗଲା ମାନେ ମ୍ୟାଥମେଟିକାଲ କ୍ୱେଶ୍ଚିନ୍ ଆସିଗଲା ପିଲାମାନେ ଚେଷ୍ଟା କରିବ କଣ କରିବାକୁ ତାକୁ ଆଗେ କରିବାକୁ। ପିଲାମାନେ ମୋ କଥା ବୁଝିପାରିଲ ନା? କଣ କରିବ? ଚେଷ୍ଟା କରିବ କଣ କରିବାକୁ ତାକେ ଆଗକୁ କରିବାକୁ। କାହିଁକି ତମକୁ କିଛି ଲେଖିବା ଅପେକ୍ଷା ତମକୁ ମ୍ୟାଥମେଟିକାଲ କ୍ୱେଶ୍ଚିନ୍ ଟା କଣ ପିଲାମାନେ ଆଟେଣ୍ଡ କରିବାଟା କଣ ସହଜ। ନିଜକୁ ନ ଆସୁଛି ଆଗ ପିଲାକୁ ପଚାର, ପଛ ପିଲାକୁ ପଚାର, ଟ୍ରାଏ କର, ନିଜେ କଲେକ୍ସନ କରିବାକୁ ଚେଷ୍ଟା କର। ଯଦି ନ ହେଇପାରିଲା ତାହେଲେ ଆମେ କଣ କରିବା ଲେଖିକି ଆସିବା ବାଧ୍ୟ। କିନ୍ତୁ ଯଦି ଟ୍ରାଏ କରିଦବ ଯଦି ବାଜିଗଲା ଲଙ୍ଗ କ୍ୱେଶ୍ଚିନ୍ ତମର ଯଦି ମ୍ୟାଥମେଟିକାଲ କ୍ୱେଶ୍ଚିନ୍ ଯଦି କଣ ହେଲା ପିଲାମାନେ ଆନ୍ସର ଯଦି ସାଙ୍ଗେ ସାଙ୍ଗେ ବାହାରି ଯାଉଛି ତାହେଲେ କଣ ତମ ଟାଇମ କଣ ହବ ପିଲାମାନେ ସେଭ୍ ହେଇଯିବ। ତମର ଟାଇମ କଣ କରିବ ତମର ସେ ସେଭ୍ କରିଦବ। କାହିଁକି ପିଲାମାନେ ଟାଇମ ସେଭ୍ କରିବା କେତେ ଜରୁରୀ ପିଲାମାନେ 18ଟା କ୍ୱେଶ୍ଚିନ୍ ତମେ କଣ କରିବ ପିଲାମାନେ ଏକ୍ସାମରେ ଲେଖିବ। 18ଟା କ୍ୱେଶ୍ଚିନ୍ ତମେ କଣ କରିବ ପିଲାମାନେ ଏକ୍ସାମରେ ଲେଖିବ। ଭାବି ପାରୁଛ ନା? 18ଟା କ୍ୱେଶ୍ଚିନ୍ ପିଲାମାନେ ଫିଜିକାଲ ସାଇନ୍ସରୁ 9ଟା କ୍ୱେଶ୍ଚିନ୍, ଲାଇଫ ସାଇନ୍ସରୁ 9ଟା କ୍ୱେଶ୍ଚିନ୍, 18ଟା କ୍ୱେଶ୍ଚିନ୍ ତମେ କଣ କରିବ ଏକ୍ସାମରେ ଲେଖିବ। ତ ସେଥିପାଇଁ ତମମାନଙ୍କୁ କେତେ ଜରୁରୀ ପିଲାମାନେ ତମେ ନିଜେ ଭାବ ତମମାନଙ୍କ ଟାଇମ ସେଭିଂ କରିବାଟା। ଟାଇମ ସେଭ୍ କରିବା ତମମାନଙ୍କ ପାଇଁ କେତେ ଜରୁରୀ ପିଲାମାନେ। ବୁଝିପାରୁଛ ନା ବୁଝିପାରୁନ ପିଲାମାନେ? ନେକ୍ସଟ ସେକ୍ସନରେ ପିଲାମାନେ ହେଲା ତମଙ୍କର 2 ମାର୍କ କ୍ୱେଶ୍ଚିନ୍ ପଡୁ କିମ୍ବା 3 ମାର୍କ କ୍ୱେଶ୍ଚିନ୍ ପଡୁ। 2 ମାର୍କ ଦେଇଛି ମାନେ ହାଏଷ୍ଟ ପିଲାମାନେ ଆଇ ବିଟ୍ ଡବଲ ଆଇ ବିଟ୍ ଦିଟା ବିଟ୍ ଲେଖିବ। 3 ମାର୍କ କ୍ୱେଶ୍ଚିନ୍ ପଡିଛି ମାନେ ପିଲାମାନେ ଆଇ ବିଟ୍ ଡବଲ ଆଇ ବିଟ୍ ଟ୍ରିପଲ ଆଇ ବିଟ୍ ତିନିଟା ବିଟ୍ ଲେଖିବ। ତାଠାରୁ ଅଧିକ ଲେଖିବ ନାହିଁ। ଅଧିକ ଲେଖିବ ନାହିଁ କାହିଁ ତମକୁ କଣ ମିଳିବନି ପିଲାମାନେ ଟାଇମ ପାଇବନି। ସତ କଥା କଣ ମିଳିବନି ଟାଇମ ପାଇବନି। ତେଣୁ ଚେଷ୍ଟା କରିବ ପିଲାମାନେ କଣ ଯେତେ କମ ବିଟ୍ରେ କଣ ଆମେ ଲେଖିକି ଆଟେଣ୍ଡ କରିପାରିବା। 2 ମାର୍କ ମାନେ ଦିଟା ବିଟ୍ ଆଟଲିଷ୍ଟ ଲେଖିବା। 3 ମାର୍କ ମାନେ କଣ ତିନିଟା ବିଟ୍ କଣ ପିଲାମାନେ ଲେଖିବା। ଆରାମସେ ମାର୍କ ପାଇବ, କେହି କାଟି ପାରିବେନି ମାର୍କ। ଏବଂ ଯଦି 4 ମାର୍କ ପିଲାମାନେ ଚାହୁଁଛ ଲେଖିବା ପାଇଁ କେତେ ବିଟ୍ ଆଇ ଡବଲ ଆଇ ଟ୍ରିପଲ ଆଇ ଆଇ ଭି ଏବଂ କଣ ଏକ୍ସଟ୍ରା ଗୋଟେ ଭି ବିଟ୍ ଦେଇଦବ। ଆରାମସେ 5ରୁ 6ଟା ବିଟ୍ କଣ ଲେଖିକି ଆସିବ। 6ଟା ବିଟ୍ ଲେଖିକି ଆସ ମାର୍କ ପାଇଯିବ। 4 ମାର୍କ ତମକୁ କେହି କାଟି ପାରିବେନି। 4 ମାର୍କରୁ କେହି ବି କାଟି ପାରିବେ ନାହିଁ ପିଲାମାନେ। କାଟିପାରିବେ ନାହିଁ। ଆରାମସେ କଣ କରିବ ଏତିକି ଷ୍ଟେପ୍ କଣ କର ପିଲାମାନେ ଫଲୋ କର। ତମମାନଙ୍କ ଟାଇମ କମ ମ୍ୟାନେଜମେଣ୍ଟ ହେଇପାରିବ। ଯଦି ଏକ୍ସଟ୍ରା ଟାଇମ ଆମେ ପଛରେ ପାଇବା ତାହେଲେ କଣ କରିବା ଆଉ ଷ୍ଟେପ୍ସ ଆଡ୍ କରିଦବା। ଯଦି ଜାଗା ଅଛି ଆମର ଆମେ ପେଜ ଫାଙ୍କା ଅଛି ଆମକୁ ଆସିଛି ତାହେଲେ କଣ କରିବ ପଛେ ଆସି ଲେଖିଦବ। କିନ୍ତୁ ଫାଷ୍ଟ ଏତିକି କାମ କରିବ ଯେ ଆମେ କିପରି ପିଲାମାନେ ଟାଇମ ମ୍ୟାନେଜମେଣ୍ଟ କରିବା ଏବଂ ତମମାନଙ୍କର ପିଲାମାନେ କେତେ ବିଟ୍ ଲେଖେ ଆମେ ଲେଖିକି ଆସିବା। ସେଇଭଳି ପିଲାମାନେ ଲାଇଫ ସାଇନ୍ସରେ ପିଲାମାନେ ଯଦି ଚିତ୍ର ଅରେ ଚିତ୍ର ପଡିଗଲା ତାହେଲେ ଭଲ କଥା। କିନ୍ତୁ ଯଦି ଚିତ୍ର ଅରେ ଯଦି ତମର କଣ ପଡିଲା ଲଙ୍ଗ କ୍ୱେଶ୍ଚିନ୍ ପଡିଗଲା, ଲଙ୍ଗ କ୍ୱେଶ୍ଚିନ୍ ଗୋଟେ ଲେଖା ବଦଳରେ ଆମର ଯଦି କଣ ପଡିଗଲା ପିଲାମାନେ ଚିତ୍ର ପଡିଗଲା ତାହେଲେ କଣ କରିବ ଆଗେ ଫୋକସ ରଖିବ କଣ ପିଲାମାନେ ଚିତ୍ର କରିବାକୁ। କଣ ରଖିବ ପିଲାମାନେ ଆଗେ ଫୋକସ ରଖିବ କଣ କରିବାକୁ ଚିତ୍ର କରିବାକୁ। କାହିଁକି ନା ତମଙ୍କ ଡାଇଗ୍ରାମ ଯେଇ ଭଳିଆ ଡାଇଗ୍ରାମ ହବ ପଛେ ଡାଇଗ୍ରାମ ଯେମିତି ହବ ନା କାହିଁକି ପିଲାମାନେ ଯଦି ତମେ ପିଲାମାନେ କଣ କରୁଛ ଠିକ ସେ ଯଦି ମେନସନ କରୁଛ ନା ଯଦି କଣ କରୁଛ ପିଲାମାନେ ଠିକ ସେ ଯଦି କଣ କରୁଛ ପିଲାମାନେ ମେନସନ କରୁଛ ତାହେଲେ ତମକୁ କଣ ପାଇଯିବ ଏଠି ମାର୍କ ପାଇଯିବ। 4 ମାର୍କରୁ ପିଲାମାନେ ଆଟଲିଷ୍ଟ 3 କିମ୍ବା 3 ଅଧେ କଣ ପାଇଯିବ। 3 ଅଧେ ପାଇଯିବ। ଲଙ୍ଗ କ୍ୱେଶ୍ଚିନ୍ ଲେଖି 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 ଯେତିକି ଡାଇଗ୍ରାମଟା କରିଦବ କଣ ତମମାନଙ୍କ ପାଇଁ କଣ ପିଲାମାନେ ବହୁତ ସହଜ, ବହୁତ ହି ସହଜ। ତେଣୁ କଣ କରିବା ଚେଷ୍ଟା କରିବ ପିଲାମାନେ ଆଟଲିଷ୍ଟ ଏକ୍ସାମ ହଲରେ କଣ କରିବାକୁ ତମମାନଙ୍କ ଲାଇଫ ସାଇନ୍ସରେ ଡାଇଗ୍ରାମଟି କରିବାକୁ ପିଲାମାନେ କଣ କରିବ ଚେଷ୍ଟା କରିବ। ଏବଂ ଆଉ ଗୋଟେ ଜିନିଷ ହେଲା ପିଲାମାନେ କଣ ଲାଇଫ ସାଇନ୍ସ ହଉ କିମ୍ବା ଫିଜିକାଲ ସାଇନ୍ସ ହଉ ଲାଇଫ ସାଇନ୍ସ ହଉ କିମ୍ବା ଫିଜିକାଲ ସାଇନ୍ସ ହଉ ସବୁ ଯାକ ଚେଷ୍ଟା କରିବ ପିଲାମାନେ କଣ ଟୋଟାଲ ପିଲାମାନେ ପେଜ କମ୍ପ୍ଲିଟ କରିବାକୁ। ଟୋଟାଲ ପିଲାମାନେ କଣ କରିବାକୁ ପିଲାମାନେ ପେଜ କମ୍ପ୍ଲିଟ କରିବାକୁ। ମାନେ ଗୋଟେ ପେଜ ତମର ସିଙ୍ଗଲ ପେଜ କଣ ରହିବନି ପିଲାମାନେ ବ୍ଲାଙ୍କ ରହିବନି। ଗୋଟେ ସିଙ୍ଗଲ ପେଜ କଣ ରହିବନି ବ୍ଲାଙ୍କ ରହିବନି। ବୁଝିପାରୁଛ ବୁଝିପାରୁନ? ମେ ବି ତମକୁ ମୁଁ କହୁଛି ଗୋଟେ କଥା କହୁଛି ପିଲାମାନେ ତମେ ପଢିକି ଯାଇଛ ସମୟ ବିଭାଜନ। ତମେ କଣ ପଢି ଯାଇଛ ସମୟ ବିଭାଜନ ପଢିକି ଯାଇଛ। ତମର ପଡିଲା କଣ ପିଲାମାନେ ଅର୍ଧ ବିଭାଜନ ଲଙ୍ଗ କ୍ୱେଶ୍ଚିନ୍ ପଡିଗଲା। ଅର୍ଧ ବିଭାଜନ କଣ ପଡିଲା ଲଙ୍ଗ କ୍ୱେଶ୍ଚିନ୍ ପଡିଗଲା। ତାମାନେ ତାମାନେ କଣ କରିବ କୁହ ପ୍ରଥମରୁ ଲେଖିବନି ତମକୁ ବାକି ଯାହା କ୍ୱେଶ୍ଚିନ୍ ଆସୁଛି ତାକୁ କଣ କରିବ ପିଲାମାନେ ଆଟେଣ୍ଡ କରିବ। କିନ୍ତୁ କିନ୍ତୁ ସମୟ ବିଭାଜନ କ୍ୱେଶ୍ଚିନ୍ ଯଦି ନ ଆସୁଛି ତା ଅର ଯଦି କ୍ୱେଶ୍ଚିନ୍ ଯଦି ନ ଆସୁଛି ପିଲାମାନେ ସରି ତମେ କଣ ପଢିକି ଯାଇଛ ସମୟ ବିଭାଜନ ପଢିକି ଯାଇଛ ତମର କ୍ୱେଶ୍ଚିନ୍ କଣ ପଡିଛି ଅର୍ଧ ବିଭାଜନ ପଡିଛି। ଯଦି ଅର୍ଧ ବିଭାଜନ କ୍ୱେଶ୍ଚିନ୍ ତମକୁ କଣ ପିଲାମାନେ ନ ଆସୁଛି ତା ଅର କ୍ୱେଶ୍ଚିନ୍ ବି ତମକୁ କଣ ପିଲାମାନେ ନ ଆସୁଛି ତାହେଲେ କଣ କରିବ ପିଲାମାନେ ପେଜଟିକୁ ବ୍ଲାଙ୍କ ରଖିବା ଅପେକ୍ଷା ଆଟଲିଷ୍ଟ କଣ ପିଲାମାନେ ସେ ସମୟ ବିଭାଜନ କ୍ୱେଶ୍ଚିନ୍ କଣ କରିବ ଲେଖିଦେଇକି ପଳେଇ ଆସିବ। ସମୟ ବିଭାଜନ କ୍ୱେଶ୍ଚିନ୍ କଣ କରିବ ପିଲାମାନେ ଲେଖିଦେଇକି ପଳେଇ ଆସିବ। ଯଦି ଲେଖିଦେଇକି ଆସିଛ ଗୋଟେ ଏକ୍ସାମିନର ବ୍ଲାଙ୍କ ରଖିଲେ ମାର୍କ ଦବ ନା ଫିଲ୍ଅପ୍ କଲେ ମାର୍କ ଦବ?
ଗୋଟେ ଏକ୍ସାମିନର ପିଲାମାନେ ଯଦି ଫିଲ୍ଅପ୍ କରୁଛ ନା ଆଟଲିଷ୍ଟ ତମକୁ ସେ ପିଲାମାନେ କେତେ 1 ଅଧେ କିମ୍ବା 2 ମାର୍କ କଣ ପିଲାମାନେ ଦେଇଦେବେ। ବୁଝିପାରୁଛ ନା ବୁଝିପାରୁନ? ପିଲାଙ୍କୁ କଣ ପିଲାମାନେ ବୋର୍ଡ ଏକ୍ସାମରେ କଣ ଗୋଟେ ଏକ୍ସାମିନର ଥିବେ କଣ କରିଦେବେ ମାର୍କ ତମକୁ ସେ କଣ ଦେଇଦେବେ। ବୁଝିପାରିଲ? ତେଣୁ କୌଣସି ପେଜ୍ କଣ ରଖିବନି ପିଲାମାନେ ବ୍ଲାଙ୍କ ରଖିବନି। ତମମାନଙ୍କ ଟ୍ରାଏ ରହିବ, ତମମାନଙ୍କ ଉଦ୍ଦେଶ୍ୟ ରହିବ ଯେ ଭଗବାନଙ୍କ ଦୟାରୁ ତମେ ସବୁ ପାଠ ଯାହା ପଢିକି ଆସିଛ, ଯାହା ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍ସ ପଢିକି ଆସିଛ ସବୁ ଯାକ ତମର ବାଜିଯାଉ। ବାଇଚାନ୍ସ ଯଦି କିଛି କ୍ୱେଶ୍ଚିନ୍ ତମର ନ ବାଜିଲା, ବାଇଚାନ୍ସ କ୍ୱେଶ୍ଚିନ୍ କଣ ତମର ଯଦି କିଛି ନ ବାଜିଲା ତାହେଲେ ତମେ ଟ୍ରାଏ କଣ କରିବ? ଏଇଆ ଟ୍ରାଏ କରିବ ଯେ କିପରି ଆମେ କଣ କରିବା ସବୁ ଯାକ ପେଜକୁ କଣ କରିବା ଫିଲ୍ଅପ୍ କରିକି ଆସିବା। ଗୋଟେ ସିଙ୍ଗଲ ପେଜ୍ ଆମର କଣ ରହିବନି ପିଲାମାନେ ବ୍ଲାଙ୍କ ରହିବନି। ଯୋଉଠି ପ୍ରତି ଆମର କଣ ରହିବ ଗୋଟେ ଏକ୍ସାମିନର ଇମ୍ପ୍ରେସନ ଖରାପ ହେଇଯିବ କିମ୍ବା ଆମକୁ ସେ କଣ କରିବ 0 ମାର୍କ ଦେଇଦବ। ଚେଷ୍ଟା କରିବ ସବୁ ଯାକ ପେଜ୍ ଫିଲ୍ଅପ୍ କରିକି ଆସିବାକୁ ଏବଂ ତମକୁ ମୁଁ ଯୋଉ ଷ୍ଟ୍ରାଟେଜି ପିଲାମାନେ କହିଲେ ଆଜି କଣ କରିବାକୁ ପିଲାମାନେ କେବଳ ପରୀକ୍ଷା ଦର୍ପଣ ଯୋଉ 5 ଟା ପେପର ଅଛି ତମଙ୍କର ମଡେଲ ପେପର 5 ଟା ଅଛି ଏମସିକ୍ୟୁ 250 ଟା କ୍ୱେଶ୍ଚିନ୍ ଆରାମସେ ଦେଖିଦିଅ ଅଧଘଣ୍ଟା ଲାଗିବ ପିଲାମାନେ ଏବଂ ସବଜେକ୍ଟିଭ କ୍ୱେଶ୍ଚିନ୍ ଯଦି ଘୋଷିବ ଯଦି କଷିବନି ତଥାପି ପିଲାମାନେ 3 ଘଣ୍ଟା ଲାଗିଯାଉ 3 ଘଣ୍ଟା କି 4 ଘଣ୍ଟା ଲାଗିଯାଉ 3 ଘଣ୍ଟା 4 ଘଣ୍ଟା କିନ୍ତୁ ତମର କଣ ଏତିକି ପ୍ରାକ୍ଟିସ କରିବା ଯିବା ତମମାନଙ୍କ ପାଇଁ ନିହାତି ଜରୁରୀ। ତାକୁ ଛାଡ଼ିକି ପିଲାମାନେ ତମଙ୍କର ପ୍ରିଭିୟସ୍ କ୍ୱେଶ୍ଚିନ୍ସ ପିଲାମାନେ ପାଖାପାଖି ଏମସିକ୍ୟୁ ପାଇଁ 5 ବର୍ଷ ଏବଂ ସବଜେକ୍ଟିଭ ପାଇଁ ପିଲାମାନେ ଆଟଲିଷ୍ଟ 4 ବର୍ଷ ରକମ ପ୍ଲାନ୍ କରିକି ଯାଅ ପ୍ରାକ୍ଟିସ କରିଯାଅ ଦେଖିବ ତମମାନଙ୍କ ପିଲାମାନେ ଆରାମସେ କଣ ବାଜିଯିବ ତମମାନଙ୍କ 60 ରହିଯିବ 60 ମାର୍କ ତମେ କଣ ପାଇଯିବ ଏଇ ଭିତରୁ ପାଇଯିବ। ତ ଏହା ଥିଲା ପିଲାମାନେ ତମମାନଙ୍କ ଛୋଟ ସେକ୍ସନ ପିଲାମାନେ ଆଉ ଏକ୍ସାମ ପୂର୍ବରୁ ତମମାନଙ୍କୁ ମୁଁ ଅଧିକ ଡିଷ୍ଟର୍ବ କରିବାକୁ ଚାହୁଁନି। ତମେ ନିଜେ ନିଜେ ବସିକି କଣ କର ସେଲ୍ଫ ଷ୍ଟଡି ବସିକି ପାଠ ପଢ ପିଲାମାନେ ଯେତେ ପାରୁଛ ବସିକି କଣ କର ଏବେ ଘୋଷ କାଲି ସକାଳେ ତ ତମମାନଙ୍କର ଏକ୍ସାମ ଅଛି ଏକ୍ସାମ ସରିଲା ପରେ ତମମାନଙ୍କର ପିଲାମାନେ ସବୁ ଯାକ କ୍ୱେଶ୍ଚିନର ଆନ୍ସର ମୋର ଡିସ୍କସନ କରିବି ଏମସିକ୍ୟୁ ସବୁ ଯାକ କ୍ୱେଶ୍ଚିନ ଆନ୍ସର କଣ କରିବା ଆନାଲିସିସ୍ କରିବା କିନ୍ତୁ ତା ପୂର୍ବରୁ ଥରେ କହି ରଖୁଛି ପିଲାମାନେ ଡାଇଗ୍ରାମଟାକୁ ପିଲାମାନେ ପରୀକ୍ଷା ହଲ ବାହାରେ ଥାଇକି ମଧ୍ୟ ତମେ ଯଦି ଟାଇମ୍ ପାଉଛ ତାହେଲେ କଣ କରିବ ଡାଇଗ୍ରାମଟାକୁ କଣ କରିବ ଟିକେ ନାକୁ ଦେଖିଦେବ ଖାତା ବହି ଯାହା ନେଇକି ଯାଉଛ ନେଇକି ଯାଅ ପରୀକ୍ଷା ଏକ୍ସାମ ହଲ ବାହାରେ କିମ୍ବା ତମେ ସକାଳୁ ଉଠିକି ତମେ କଣ କରୁଛ ଆଟଲିଷ୍ଟ ଡାଇଗ୍ରାମଟାକୁ କଣ କରିବ ଟିକେ ନାକୁ ନଜର ପକେଇଦବ ଏବଂ ତାର ସବୁ ଯୋଉଟା ମେନସନ ହେଇଛି ମେନସନ ଜାଗାଟା କଣ କରିବ ଟିକେ ନାକୁ ମନେ ରଖିଥିବ। ବୁଝିପାରିଲ ନା? ଅଧିକ କିଛି ଡାଇଗ୍ରାମ ଘୋଷଣରେ ପିଲାମାନେ ତମକୁ ଯୋଉଟା ଇମ୍ପୋର୍ଟାଣ୍ଟ ଅଛି ହୁଡପିଣ୍ଡ ଆସିଗଲା ପିଲାମାନେ ହେଲା ଶୁକ୍ରାଣୁ ଆସିଗଲା ତାପରେ କଣ ଆସିଲା ରେଚନ ତନ୍ତ୍ର ଆସିଗଲା କିଛି ବି ଯାହା ବି ବୁର୍କକ ଆସିଗଲା କିଛି ବି ଯଦି ଇମ୍ପୋର୍ଟାଣ୍ଟ ଅଛି ନା ଇମ୍ପୋର୍ଟାଣ୍ଟ କଣ ପଢିକି ଯାଅ ମୁଁ ସବୁ ଯାକ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍ ପିଲାମାନଙ୍କୁ କରିଦେଇଛି ପିନ୍ ସେକ୍ସନ ପିଲାମାନେ ପିନ୍ କରିଦେବି କମେଣ୍ଟ ସେକ୍ସନ ପିଲାମାନେ ପିନ୍ କରିଦେବି ତାକୁ ତମେ ଦେଖିବ ଆଉ କଣ କରିବ ପିଲାମାନେ ଡାଉନଲୋଡ କର ଆରାମସେ ପିଲାମାନେ ପଢିକି ଯାଅ ଦେଖିବ ନିହାତି ଭାବେ କଣ ହେବ ତମର ସେ କ୍ୱେଶ୍ଚିନ୍ ସବୁ ବାଜିଯିବ। ଅଲ୍ ଦି ବେଷ୍ଟ ପିଲାମାନେ ଏକ୍ସାମ ହଲରେ ସବୁ ଭଲ ରଖିବ ପିଲାମାନେ ସାଇନ୍ସ ଏକ୍ସାମ ସାଇନ୍ସକୁ ମାନେ କଣ ଖାମଖାଲି ନିଅନି କି ଅଧିକ ଟେନସନ ନିଅନି ଏକ୍ସାମ ନିହାତି ଭାବେ ଭଲ ହବ। ଏମସିକ୍ୟୁ ଟ୍ରାଏ ରଖିବ କଣ ପିଲାମାନେ ସବୁବେଳେ 40 ପ୍ଲସ୍ ରଖିବାକୁ 40 ରୁ 45 ପ୍ଲସ୍ ରଖିବାକୁ କଣ ଏମସିକ୍ୟୁ ଟ୍ରାଏ କରିବ ନିଜେ କର ମନକୁ କର ପଚାରି କର ସାରଙ୍କୁ ପଚାରିଦବ ଯାହା କରୁଛ କର ତମ ଟାର୍ଗେଟ କେତେ ରହିବ ପିଲାମାନେ ଏମସିକ୍ୟୁରେ 45 ପ୍ଲସ୍ ରହିବ। ତ ଅଲ୍ ଦି ବେଷ୍ଟ ପିଲାମାନେ ନିଶ୍ଚିତ ଭାବେ ତମର କଣ ହବ ଏକ୍ସାମ ଟି ଭଲ ହବ। ଥ୍ୟାଙ୍କ ୟୁ ସୋ ମଚ୍ ପିଲାମାନେ ଯଦି ଏପର୍ଯ୍ୟନ୍ତ ଯଦି ଚ୍ୟାନେଲ ସବସ୍କ୍ରାଇବ କରିନ ତାହେଲେ କଣ କରୁଛ ଚ୍ୟାନେଲ ସବସ୍କ୍ରାଇବ କର ଏବଂ ତାପରେ କଣ କରିବ ଯାଇକି ପଢିବ ଓକେ ଥ୍ୟାଙ୍କ ୟୁ ପିଲାମାନେ।